सत्यनारायण पीर पूजा पठाण देव सेडा जो पठाण देवता हाँ। ताकू पूजा कले आम हिंदू धर्म हाँ। नष्ट हो जिवो बेस। ये पूजा देई हबनी ना ना दे हबनी उठो आर केन पूजा शनिबे ना कोह ना जेबो ना ना सेबती नाही नारायणଙ୍କର ପୂଜା ଦରକାର ମତେ आंबे होची हिंदू लोक ती पिता पुटी खाइबो पोला କଣ हमें हिंदू लोग राजा भारी रागी ରାଗ ये राग हेले कागे किछि नहीं करि पारो मंत्री मंत्री ये बड़ा हकाली बाहर कर देडो काय कहू जे तू उन्हा केन पूजा करो ନା ନା ମୁଁ ସତ୍ୟନାରାୟଣଙ୍କ ପୂଜା ନେବି तोर गुटे हे फकीर हाँ, बसाई गोटे कथा आमे हिंदू लोक सत्यनारायण पूजा देई परिबनी तुमे चली जाओ ଆରେ ହିନ୍ଦୁ ମୁସଲମାନ ସମାନ ପୂଜା मु कहूची पर चली जाओ जीबो के नहीं आज्ञा फकीर कथारे राजा क्रोध भर हे ହେଲେ ये बड़ा धोखा दे फकीर को दांडो रे छाड़ी रे राजा ଚିହ୍ନିବୁ ର ରାଜା ଚିହ୍ନିବୁ ओते चिली जमा जाने हौ रही जा रे राजा रही जा रही जा रही जा रही जा रे राजा रही जा रही जा ये रही जा रे राजा रही जा रही जा रही जा रे राजा रही जा अल्प दिने गर्भ राजा करिबी हे जा ରହି ଯା यहाँ कही नारायण तू चली गले ରାଜା ରହି ଯା बैकुंठ पुରରେ ଯାଇ ହାଜର ହୋଇଲେ ରହି ଯା ରେ ରାଜା ରହି ଯା बैकुंठ पुରରେ ଠାକୁର ମନେ ବିଚାରିଲେ ରହି ଯା ରେ ରାଜା ରହି ଯା ନାରାୟଣ ଆଜ୍ଞା ବୈକୁଣ୍ଠପୁରକୁ ଚାଲିଗଲେ बेस ମନ ମଧ୍ୟରେ ଚିନ୍ତା କରୁଛନ୍ତି ରେ ରାଜା ପଦ୍ମଲୋଚନ ତୋ ଗର୍ଭକୁ ଯଦି ମୁଁ ଚୂର୍ଣ୍ଣ ନ କରିଛି ତାହେଲେ ମୋ ନାଁ ସତ୍ୟନାରାୟଣ ନୁହଁ ନାରାୟଣ ମନ ମଧ୍ୟରେ ଚିନ୍ତା କରୁଛନ୍ତି ନାଇଁ ଏବଂ ଗାଲି ଦେଇକି ଯାଉଛନ୍ତି ନାଇଁ ଗାଲି ଦେଲେ ରାଜା ରାଣୀଙ୍କ ଆଣ୍ଠୁକୁଡ଼ା ଅଛ ଅପୁତ୍ରିକ ଅଛ ତେଣୁ ତୁମ ହାତରୁ ଭିକ୍ଷା ନେବିନି ବୋଲି ଚାଲିଗଲେ ଏ ସମୟରେ ରାଜା ରାଣୀ ଆଜି ବିଚାର କରୁଛନ୍ତି रानी विचार करे ହଁ रानी उन्हा दियोगो कौन हला स्वामी ରାଣୀ स्वामी ପ୍ରଜା ମାନେ ଆମକୁ ଚାହିଟା ପୁରା କରୁଛନ୍ତି महाराज ଆମେ ହଉଛୁ ଆଣ୍ଠୁକୁଡ଼ା महाराज ହଁ रानी भी धोती पिंदी जाऊं ହେଇ ଏ ସମୟରେ ଆଜ୍ଞା ହେଇଛି କଣ ରାଜାଙ୍କର କର୍ମଚାରୀ ହୀରାଧର ହାଡି ପୁତ୍ର ଦିନେ ଆଜ୍ଞା ରାତ୍ର କାଳରେ ଶୟନ କରିଛି ସ୍ୱପ୍ନରେ ଦେଖିଲା କଣ ତାର ପିତୃଗଣ ଆସି କହିଲେ ରେ ହୀରାଧର ହାଡି ପୁତ୍ର ଆମେ ଅନେକ ଦିନ ହେଲାଣି ଜଳଦାନ ପାଉନାହୁଁ ତୁ ଯୋଉ ଜଳଦାନ ଦଉଛୁ ଅପୁତ୍ରିକ ରାଜା ତା ମୁଖ ଦେଖି ସେ ଜଳଦାନ ତେଣୁ କରି ଆମେ ପାଉନାହୁଁ ହୀରାଧର ଚମକି ପଡିଲା ତାହେଲେ ଠିକ ଅଛି ମୁଁ କାଲି ପ୍ରଭାତରେ ଚାଲିଯିବି अच्छा 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 ରାଜା ମୁଖ ଦର୍ଶନ ନ କରିକି ସଫା କରି ଚାଲି ଆସିବି କାଲି ଠାରୁ ରାଜା ମୁହଁ ପ୍ରଭାତରୁ ଦେଖିବିନି ଏ ସମୟରେ ଆଜ୍ଞା ହୀରାଧର କଲା କଣ ଦାଣ୍ଡ ସଫା କରିବା ପାଇଁ ରାଜାଙ୍କର ପୁରକୁ ଚାଲିଗଲା ହଉ ଶୁଣୁଥିବେ ଗୁଣୁଥିବେ ମୋ ପଣ୍ଡିତ ଜନ ହଉ ରାତ୍ର ନ ପାହୁଣୁ ହାଡି ଉଠିଲା ବହନ ବସିଲା ଲାଲେ ନ ପକାନି ବେଲ ନ ପକା ଚାଉଳ ରାଜା ଦାଣ୍ଡେ ଯିବି ଭାବିଲା ଏହି ସମୟ ରାଜା ଯିବି ଓ ପ୍ରଭାତ ପୂର୍ବରୁ ଦଣ୍ଡ କରିଣ ଫେରିବେ ହୀରାଧର ବିଚାର କଲା କାଲି ପ୍ରଭାତରୁ ରାଜାଙ୍କର ପୁରକୁ ଚାଲିଯିବି ପ୍ରଭାତ ନ ହଉଣୁ ରାଜାଙ୍କର ଦାଣ୍ଡ ସଫା କରି ଚାଲି ଆସିବି ହୀରାଧର ସଫା କରୁଛି गुरु ହଁ कर्म अद्य कर्म मध्य कर्म शेषे कोपे कोपे କଣ ଚାହା ଆସିଗଲା हां ପିଇବ हां भोज उठावे
अरे नाची नाची दारू मुकु झुमा अरे नाची नाची दारू मुकु झुमा पतका दिसिला गाड़ी अटकिला पतका दिसिला गाड़ी अटकिला पतका दिसिला हो गाड़ी अटकिला पतका दिसिला गाड़ी अटकिला आसी हेला घट गारू मुकु झुमा अरे ଅଜୟ କୃଷ୍ଣ ଦିନ ବନ୍ଧୁ ନବ ଜଳଧର ଅତ୍ରାହି ଭଞ୍ଜନ କୃଷ୍ଣ କରୁଣା ସାଗର ଦିନ ଜନ ରଖିବାରୁ ନାମ ଦିନ ବନ୍ଧୁ କୃପାର ସାଗର ହରି ନାମ କୃପା ସିନ୍ଧୁ এই ସମୟରେ ମହାରାଜା ପ୍ରବେଶ ହୋଇଲେ ହୀରାଧରକୁ ଦେଖି ଅନେକ କହିଲେ ରାଜାଙ୍କର ମୁଖ ଦେଖି ସେହୁ ହୀରାଧର ଏ ଅପୁତ୍ରିକ ମୁଖ ଦର୍ଶନ କରିଲା ସତ୍ୱର ବିଚାର କଲା ହୀରାଧର ସଫା କରିକି ଫେରିବା ପାଇଁ କି ଦି ଘଡ଼ି ରାତି ଅଛି ଆଜ୍ଞା ହୀରାଧର ସଫା କରୁଛି ରାଜାଙ୍କର ଉଆସ ଏ ସମୟରେ ହେଇଛି କଣ ରାଜା ଶୋଇଥିଲେ ଖର ଖର ଶବ୍ଦଟିଏ ଶୁଭାଗଲା ବିଚାର କଲେ ରାଜା ତାହେଲେ କିଏ ଗୋଟେ ଏତେ ରାତି 4ଟା ସମୟ ହେଇଛି ଦାଣ୍ଡ ସଫା କଲାଣି ଆରେ ହୀରାଧର ତ ପ୍ରଭାତରେ ଆସେ ବେଶ ବେଶ ଯାଇ ଦେଖି ଆସେ ହଁ ରାଜା ଏହା ଚିନ୍ତା କରି ଆଜ୍ଞା ଯାଇକି ଦେଖିବା ସମୟରେ ହୀରାଧରକୁ ଦେଖିଲେ ହୀରାଧର ପୁଣି ସଫା କରୁଛି ଦାଣ୍ଡ ଉଆସ ଡାକିଲେ ହୀରାଧର ଏ ହୀରାଧର महाराज କଣ ଆଜି ପଛପଟ ମହାରାଜ କରୁଛୁ ଆରେ ଆଗପଟ ସବୁଦିନ ପ୍ରଣାମ କରୁ ଆଜି କଣ ପଛପଟ ଏମିତି ରହିଛୁ जोटा भाबुतिली सेटा हेगला आउ କଣ ହେଇଛି महाराज ହଁ मु आज पाहांत्यारु काहेके आसीतिली झाड़ू करबा पई जानिछ କାହିଁକି तमरो मुख न देखि झाड़ू करिकरी मु काम सारिकरी पळेइयाकू ଆରେ ମୋର ମୁଖ ଦେଖିଲେ କଣ ତୋର ଅସୁବିଧା ହଉଛି असुविधा होची महाराज କଣ ଅପୁତ୍ରିକ ମୁଖ ଦେଖିଲେ ହଁ ପିତୃଗଣ ମାନେ ହଁ ମୋ ହାତର କିଛି ପାଉନାହାନ୍ତି ଆଉ ଅଶାନ୍ତି ରହୁଛନ୍ତି ଆଉ ସେଇ କଥା ହଁ ସେଇ କଥା ମହାରାଜ ଆଜ୍ଞା ରାଜାଙ୍କୁ ହୀରାଧର ଗାଲି ଦଉଛି କେମିତି ଗାଳି ଦେଲା ଦିନ ଯାଉ ତୋର ଜୀବନ ଯାଉ କେନ୍ତା ତୁ ବସେଛୁ ଦିନ ଯାଉ ତୋର ଜୀବନ ଯାଉ କେନ୍ତା ତୁ ବସେଛୁ देख जाओ तो जीवन जाओ କେନ୍ତା ତୁ ବସେଛୁ देख जाओ तो ଜୀବନ ଯାଉ देख जाओ तो जीवन जाओ रे ବଡ଼ ରାଜା ହେ ରେ ବଡ଼ राजा है रे बड़ो राजा है ଆର ଆଠୁ କୁଡା ହେଇଛୁ ଦିନ ଯାଉ ତୋର ଜୀବନ ଯାଉ केंता तो ये बंचिचू देख जाओ तो जीवन ଆଜ୍ଞା जाओ ଗାଲି ଦେଇ ହୀରାଧର ପହଞ୍ଚି ଗଲା ମହାରାଜା ଯେଉଁ ଦେଖିଲା देख जाओ तो जीवन जाओ ଆଲୟ ଯାଇ ଯେଉଁ ଚାଲିଗଲେ देख जाओ तो जीवन जाओ କାନ୍ଦି ରାଜା ରାଣୀ ପାଖରେ ମିଳିଲେ देख जाओ तो जीवन जाओ ରାଣୀ କହିଲା ମହାରାଜା କାହିଁକି ଦୁଃଖେ देख जाओ तो जीवन जाओ ହୀରାଧର ଆସି କରି ଗାଲି ଦେଲା ମତେ देख जाओ तो जीवन केंता तो ये बंचिचू देख जाओ तो जीवन जाओ केंता तो ये बंचिचू देख जाओ तो जीवन जाओ ରାଜା ଯାଇକି ରାଣୀଙ୍କ ପାଖରେ ପ୍ରବେଶ ହେଲେ ରାଣୀ କହୁଛନ୍ତି ସ୍ୱାମୀ କଣ ହେଇଛି ଆପଣଙ୍କ ରାଣୀ କଥା କଣ କି ଆମର ହୀରାଧର ଦାଣ୍ଡ ସଫା କରେ ସିଏ ଆସିକି କହିଲା ଆମେ ହଉଛୁ ଆଣ୍ଟୁକୁଡା ଅପୁତ୍ରିକ ତେଣୁ ଏ ଜୀବନ ରଖି ଲାଭ କଣ ରାଣୀ ମୁଁ ଭାବୁଛି ଆତ୍ମାଟିକୁ ବିସର୍ଜନ କରିଦେବି ତମେ ଥାଅ ମୁଁ ଯାଉଛି ସମୁଦ୍ର ଜଳରେ ଆତ୍ମାଟିକୁ ହତ୍ୟା କରିଦେବି ରାଣୀ ମୁଁ ଥାଇ କଣ କରିବି ସ୍ୱାମୀ ମୁଁ ମଧ୍ୟ ଆତ୍ମହତ୍ୟା କରିଦେବି ଆଜ୍ଞା ରାଜା ରାଣୀ
ମନ୍ତ୍ରୀଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରି ବେଶ ଚାଲି ଯାଉଛନ୍ତି ଅରଣ୍ୟକୁ। ହଁ ସମୁଦ୍ର ମଝିରେ ହଁ କିମ୍ବା ଅରଣ୍ୟରେ ଆତ୍ମାଟିକୁ ହତ୍ୟା କରିବେ। ଆଜି କ୍ରନ୍ଦନ କରି ରାଜା ରାଣୀ ଯାଉଛନ୍ତି। କାନ୍ଦି କାନ୍ଦି ରାଜା ରାଣୀ କରନ୍ତି ଆମେ ରାଜା ରାଣୀ ଅପୁତ୍ରିକ ଦୋଷର ମୁକ୍ତି ପାଇବା ପାଇଁ କି ସମସ୍ତଙ୍କୁ ସାକ୍ଷୀ ରଖି ଏ ସମୁଦ୍ର ଜଳରେ ଆତ୍ମା ବିସର୍ଜନ କରୁଅଛୁ। ଧର୍ମ କୁସୁମରିବାରି ଧୀରେ ଯାସ ଅପୁତ୍ରିକ ଦୋଷ ଆଣ୍ଟୁକଡ଼ା ଦୋଷ ଏତେ ମୁଁ ଜାଣିନଥିଲି। ଶେଷରେ ସମୁଦ୍ର କହୁଛି ଆମକୁ ତା ଗର୍ଭରେ ସ୍ଥାନ ଦବନି କି ଅଥଳ ଜଳ ମଧ୍ୟରୁ ଆମକୁ ହଠାକୁ ଏଲି ଦେଇଛି ରାଣୀ। ସ୍ୱାମୀ ରାଣୀ କଣ କରିବା? ତାହେଲେ ଅରଣ୍ୟକୁ ଯାଇ ବ୍ୟାଘ୍ରମାନଙ୍କ ସଙ୍ଗରେ ଭକ୍ଷଣ ହେଇଯିବା। ସ୍ୱାମୀ ଏ ରାଜା ରାଣୀ ଅରଣ୍ୟ ମଧ୍ୟକୁ ଚାଲିଗଲେ। ବିଚାର କରୁଛନ୍ତି ହିଂସ୍ର ଜନ୍ତୁ କବଳରେ ଭକ୍ଷଣ ହେଇଗଲେ ଜୀବଟି ଆମର ଏଇ ଅପୁତ୍ରିକ ଦୋଷରୁ ମୁକ୍ତି ପାଇଯିବ। ବେଶ ଏ ସମୟରେ ରାଜା ରାଣୀ ଅରଣ୍ୟ ମଧ୍ୟକୁ ଯାଉଛନ୍ତି। ହଁ କେମିତି ବାଘ ଲୋକ ଆଗେ ମିଳିଲେ ଯାଇବେ ମିଳିଲେ ଯାଇବେ गे ମିଳିଲେ ଯାଇବେ ମିଳିଲେ ଯାଇବେ गे ମିଳିଲେ ଯାଇବେ କମଳିନ କମଳିନ ହିଂସ୍ର ଜନ୍ତୁ ରାଜା ରାଣୀକୁ ଭକ୍ଷଣ କରି ଚାଲି ଯାଉଛନ୍ତି ମୁହଁ ମୋଡିକି। ଏ ସମୟରେ ରାଜା ରାଣୀ ପୁଣି ବିଚାର କଲେ ତାହେଲେ ଅପୁତ୍ରିକ ଦୋଷ ଏତେ ଖରାପ, ଅପୁତ୍ରିକ ଦୋଷ ଏତେ ଅଭିମାନ ଜୀବନରେ ଆଉ କିଛି ନାହିଁ। ରାଜା ରାଣୀ ମନ ମଧ୍ୟରେ ଚିନ୍ତା କଲେ, ଦୁଃଖ ମନରେ ଚିନ୍ତା କରୁଛନ୍ତି। ଅକର୍ମେ କର୍ମଦାୟକ ହଉଛନ୍ତି ଦେବଦେବ ମହାଦେବ। ଅରଣ୍ୟ ମଧ୍ୟକୁ ଯାଇକି ଦେବଦେବ ମହାଦେବକୁ ଟିକେ ଡାକିବା। ଅରଣ୍ୟ ମଧ୍ୟକୁ ରାଜା ଏବଂ ରାଣୀ ଚାଲିଗଲେ। ଅନେକ ବାଟରେ ଯିବା ପରେ ଦେଖିଲେ ଆଜ୍ଞା ଗୋଟେ ଶିବ ମନ୍ଦିର। ଶିବ ମନ୍ଦିରରେ ରାଜା ରାଣୀ ଆଜି ଠାକୁରଙ୍କୁ ଡାକୁଛନ୍ତି। ଜାଳୁଛି ଦୀପାଲି ମୋ ଲୁହରେ ମୋର
ଜାଲୁଛି ଦିବାଲି ମୁଁ ଲୁହରେ ମୋର ଜାଲୁଛି ଦିବାଲି ମୁଁ ଲୁହରେ ମୋର ବସିଛ ଠାକୁରେ ମହାନଦୀ ତୀରେ ବସିଛ ଠାକୁରେ ମହାନଦୀ ତୀରେ ଆହା ବସିଛ ଠାକୁରେ ମହାନଦୀ ତୀରେ ବସିଛ ଠାକୁରେ ମହାନଦୀ ତୀରେ ଅନାଗେଶ୍ୱର ତୁମରି ଗୋଳାରେ ନାଗେଶ୍ୱର ତୁମରି ଗଲାରେ ଆହା ଦୁଃଖ ଦରିଆରେ ଦୁଃଖ ଦରିଆରେ ଦୁଃଖ ଦରିଆରେ ଦୁଃଖ ଦରିଆରେ ମୋର ସଂସାର ଜାଳୁଛି ଜାଳୁଛି ଦିବାଲି ମୁଁ ଲୁହରେ ମୋର ଜାଳୁଛି ଦିବାଲି ମୁଁ ଲୁହରେ ମୋର ଆଜ୍ଞା କିଛି ଦିନ ଭୋଳାନାଥ ହୋଇଲେ ପ୍ରସନ୍ନ ଜାଲୁଛି ଦିବାଲି ମୁଁ ଲୁହରେ ମୋର ରାଜା ରାଣୀଙ୍କର ମନ ଜାଣି ପଞ୍ଚାନନ ଜାଲୁଛି ଦିବାଲି ମୁଁ ବେଳପତ୍ର ନେଇ ରାଜା ରାଣୀ ଗୃହେ ଗଲେ ଜାଲୁଛି ଦିବାଲି ମୁଁ ତାଙ୍କ ଦୟାରେ ରାଣୀ ଗର୍ଭବାସ ହେଲେ ଜାଲୁଛି ଦିବାଲି ମୁଁ ଲୁହରେ ମୋର ରାଜା ରାଣୀ ଆଜ୍ଞା ମହାଦେବ ପ୍ରସାଦରୁ ହଁ ହଁ ଦେବଦେବ ମହାଦେବ ବର ପ୍ରଦାନ କଲେ ବେଶ। କହିଲେ ରାଜା ରାଣୀ ହଁ। ମୁଁ ବରଟିଏ ପ୍ରଦାନ କରୁଛି ହଁ ହଁ ତମେ ଯାଅ ହଁ। ରାଣୀଙ୍କର ଗର୍ଭରୁ ନିଶ୍ଚୟ ପୁତ୍ରଟିଏ ଜନ୍ମ ହେବ ରାଜା ରାଣୀ ଆଜ୍ଞା ଆନନ୍ଦ ମନରେ ଯାଉଛନ୍ତି ବେଶ। ଏ ସମୟରେ ହଁ ହଁ ହେଲା କଣ କଣ ହେଲା ଯାଉଛନ୍ତି ରାଜା ରାଣୀ ହଁ ହଁ ନାଇଁ ହଁ ବାଟରେ ଦେଖିଦେଲେ ବାଟରେ ସତ୍ୟନାରାୟଣ ପୁଣି ଦେଖିଲେ ବେଶ ଆସିକି ବିଚାର କରୁଛନ୍ତି ହଁ ବିଚାର କଲେ ନାରାୟଣ ହଁ ହଁ ଯିବେ ଏବେ ପୁଣି ହଁ ହଁ କହିଲେ ରାଜା ରାଣୀକୁ ଫକୀର ବେଶ ଧାରଣ କରି ଆସି କହିଲେ ତାହେଲେ ରାଜା ରାଣୀ ହଁ। ତମେ ଯଦି ନାରାୟଣଙ୍କ ପୂଜାର୍ଚ୍ଚନା କରିବ ବେଶ ତାହେଲେ ହବ କଣ ନିଶ୍ଚୟ ତୁମ କୋଳରେ ସନ୍ତାନଟିଏ ହେବ ବେଶ ରାଜା ରାଣୀ କହିଲେ ନାଇଁ 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 ଫକୀର ଗୋସାଇଁ ହଁ, ହଁ। ଆମେ ସେ ପୂଜା କରିବୁନି ବେଶ ଶିବ ଦେବ ମହାଦେବ ଆମକୁ ବର ପ୍ରଦାନ କରିଛନ୍ତି ଆମେ ତାଙ୍କ ବର ପାଇକି ଯାଉଛୁ ବେଶ ଆଜ୍ଞା ରାଜା ରାଣୀ ଚାଲି ଯାଇଛନ୍ତି ହଁ। ଏ ସମୟରେ ଘଟଣା ହେଇଛି କଣ କଣ? ଆନନ୍ଦ ମନରେ ହଁ ହଁ ଶୁଦ୍ଧ ସ୍ନାନ ହଁ, ହଁ। କରି ଯାଉଛନ୍ତି ରାଣୀ ହଁ ହଁ ନାଇଁ ପଦ୍ମାବତୀ ବେଶ ରାଣୀ ସଙ୍ଗିନୀ ମେଲର ଶୁଦ୍ଧ ସ୍ନାନ ଯାଉଛନ୍ତି ବେଶ ୟା ପରେ ଯାହା ବିଷୟବସ୍ତୁ ଅଛି ସଙ୍ଗିନୀ ମେଲ ଚାଲ ଚାଲ ଗାଧେଇ ଯିବା ଚାଲ ଚାଲ ନ କହିଲେ ସଖୀ ହଁ। ଚାଲ ଲ ହେ ଚାଲ ଗାଧି ଚାଲ ଲ ଚାଲ ଗାଧି ଯିମା ଯମୁନା ନିରାଲ ସଜନି ମୋର ଚାଲ ଗାଧି ଯମୁନା ନିରାଳ ସଜନି ମୋର ଚାଲ ଗାଧି ଯିମା ଯମୁନା ନିରାଲ ସଜନି ମୋର ଚାଲ ଗାଧି ଯମୁନା ନିରାଳ ସଜନି ମୋର হলো এ হিরভিচির মা ধরিছে হলদি মাটি জমা যদি মাটি জমা যদি ধরিছে হলদি মাটি দেমা যদি মাটি দেমা যদি গুজরাটি পিন্ধা পিন্ধি ଷୋହଳ ବାହାରି ସମୟ ଅଳ୍ପ ମୁଇଁ ଉସବିକା ମାଇଛି କି ନାଇଁ ହଇରେ ଏଇ ମା ମାନେ କଣ ସେମିତି ପିନ୍ଧନ୍ତି ଜାତକ ଦେଖି ଯାଇ ନାଉଛ ମାଇଛି ମାନେ କେମିତି କି ହଉ ହଉ ଷୋହଳ ଷୋହଳ ସମୟ ଅଳ୍ପ
ধরিছে হলদি মাখি দেব যদি মাখি দেব যদি ধরিছে হলদি মাখি দেবা যদি গো, মাখি দেবা যদি। এত সুন্দর দিশবা মোহব্বত সজনী চালো গাজি দিবা সজনী মোর, চালো গাজি দিবা যমুনা সজনী মোর। ধরি আছে হেমান সামুন মাখি মুহে হেমাছি কোন ধরি আছে হেমা সাগুন, রাখি দিয়ে হেমাছি কণ। রে সহি মকর হইলে উচুর হইলে রে সহি মকর হইলে উচুর, হইলে উচুর। কেতে গালি দেশ ননন্দ মোরাল সজনী মোর চালো গাজি দিমা যমুনা নীরল, সজনী মোর। ସଖୀଙ୍କ ଗହଣରେ ରାଣୀ ମା ସ୍ନାନ ଶୌଚ ହୋଇକି ଆସିକି ଘରେ ଅଛନ୍ତି। ଏ ସମୟରେ ହେଇଛି କଣ? ଆଜ୍ଞା ଶୁଭ ସ୍ନାନ ପରେ ହଁ କଣ ହେଲା? କଣ ହେଲା? ଶୁଦ୍ଧ ସ୍ନାନ ପରେ ଆଜ୍ଞା ଦେଖୁ ଦେଖୁ ସନ୍ଧ୍ୟା ଆସି ପ୍ରବେଶ ହେଇଛି। সন্ধানী কি পরি হেলা যা ସନ୍ଧ୍ୟା হ্যাঁ ପ୍ରମାଣଟି ଦେବା। ହଁ। ଏଥୁ ଅନନ୍ତରେ ରଜନୀ ଶେଷରେ ପରଭୂତ ଧୀରେ ଭାସେ। ବ୍ରାହ୍ମୁଆଳ ଶମ୍ଭୁ ଶବନ ଜାଗିରେ ମୁକୁରା ଭାସିବ। ଓ ସନ୍ଧ୍ୟା ସନ୍ଧ୍ୟା ନଗରରେ କ୍ରମେ ରୁଦ୍ଧ ହୋଇଗଲା ଗ୍ରାମମାନଙ୍କର বাটা নেত্র কবাট গড়িয়া উপরে গড় বড়ুয়া কাহাକୁ କହିଲୁ? ଦେଖୁ ଦେଖୁ ପୃଥିବୀକୁ ସନ୍ଧ୍ୟା ମାଡ଼ି ଆସିଛି। ସନ୍ଧ୍ୟା ସମୟ ହେଇଯାଇଛି। ମାନବ ରୂପକ ନେତ୍ର କବାଟ ପଡିଛି। ଏ ସମୟରେ ଆଜ୍ଞା ହେଲା କଣ? ରାଜା ପଦ୍ମଲୋଚନ ରାଣୀଙ୍କ ଉଆସକୁ ଯାଉଛନ୍ତି। ରାଣୀ ଆଜି ଶୋଇ ପଡିଛନ୍ତି ପଲଙ୍କ ଉପରେ। ଏ ସମୟରେ ରାଜା ପଦ୍ମଲୋଚନ ରାଣୀଙ୍କୁ ଡାକୁଛନ୍ତି। କେମିତି ଡାକିଲେ? ଗୋଟାଏ ପଦ କହିଲା ଫିଟା କବାଟ ଲୋ ମୋର କନକ ଗରି ମୋର କନକ ଗରି ଫିଟା କବାଟ ମୋର କନକ ଗରି, ମୋର କନକ ଗରି, ପିଠା କବାଟ ବର ବରଣା ଚାରୁ, ବର ବରଣା ଚାରୁ। ଫିଟା କବାଟ ଲୋ ମୋର କନକ ଗରି ମୋର କନକ ଗରି ଫିଟା କବାଟ ଆହା ହଜିଥିଲେ ଖୋଜି ଆଣିବି ଭାଙ୍ଗିଥିଲେ ଗଢ଼ାଏ ଦେବି ଭାଙ୍ଗିଥିଲେ ଗড়াই দেবে, ভাঙিলে গড়াই দেবী। কাম সাগরে বেলান বুড়াইয়ে কাম সাগরে বেলান বুড়া, বেলান বুড়া দিবা নদী ফিটা কবাট মোর কনক পিঠা কবাট ରାଣୀଙ୍କୁ ଯେତେବେଳେ ରାଜା ଉଠେଇଲେ ରାଜା କଲେ କଣ? ରାଣୀ ଶୋଇ ପଡିଛନ୍ତି। କବାଟକୁ ପେଲିକି ଭିତରକୁ ଗଲେ। ଦେଖିଲେ ରାଣୀ ଶୋଇ ପଡିଛନ୍ତି। କର ଆସି ଦେଲେ ରାଣୀଙ୍କୁ। ରାଣୀ ମା ଚେତି ଉଠି ପଡିଛନ୍ତି। ରାଜା ଆଜି ଚିନ୍ତା କଲେ। କଣ ଚିନ୍ତା କଲେ? କଣ? ବାଙ୍କାନୀ ଦାସଙ୍କର ଚୌପଦୀଟିଏ ଆଜ୍ଞା, ଆଜ୍ଞା, ଚୌପଦୀ ଆଜ୍ଞା। ଆସିଯାଉ। ଦିଗ ଖନ୍ଦା ପଣିକିଆ ଠିକ ଅଛି। କେମିତି ପ୍ରମାଣ କଲେ? ଆହା। ନାଇଁ ହେଲା ଦୁଇ କେ ଦୁଇରେ ଘାରି
ହଉ ହଉଛି ଲବିମା। ରାଜା କହିଲେ ରାଣୀ ତମେ ଲାଜ କରିବାର ନାହିଁ। ଦୁଦି ଗୁଣା ଚାରି ଆଖି, ତମର ଦି ଆଖି କି ମୋର ଦି ଆଖି, ଚାରିଟା ଆଖି। ରାଜା କହିଲେ ମିଳେଇ ଦବା। କହିଲା ଦୁଇ ତିରିକି ଛଅ ଧରୁଛେ ତୋର ଅଙ୍ଗ। ପ୍ରଥମ ଦିନରେ ବିନ୍ଦୁ ଡାହାଣକୁ ଗଲା, ଦ୍ୱିତୀୟ ଦିନରେ ବିନ୍ଦୁ କାନା କାନି ହେଲା, ଆଜ୍ଞା ତୃତୀୟ ଦିନରେ ବିନ୍ଦୁ ଗର୍ଭରେ ରହିଲା, ଚତୁର୍ଥ ଦିନରେ ବିନ୍ଦୁ ପିଣ୍ଡ ସଞ୍ଚଇଲା। ଆଜ୍ଞା ଏହିପରି 1 ମାସ ପରେ 2 ମାସ 3 4 5 6 ହୋଇଲା, 7 ମାସ ହେଲା ମନ ସ୍ୱାଦ ଖାଇ ଇଏ ମନ କଥା ଜଣାଇଲେ ରାଣୀ ଜେଜେମାକୁ। ଆଜି ରାଣୀ ମାଙ୍କୁ ଦେଖୁ ଦେଖୁ ଆଜ୍ଞା 7 ମାସ ପ୍ରବେଶ ହେଇଛି। 7 ମାସରେ ରାଣୀ ସ୍ୱାଦ ଖାଇବା ପାଇଁ କି ଦାସୀ ମାନଙ୍କୁ କହୁଛନ୍ତି ମିଷ୍ଟାନ୍ନ ସ୍ୱାଦ ଆଣିଦେଲେ ରାଣୀ ମାଙ୍କୁ, ଖାଉଛନ୍ତି। ତାପରେ ହେଲା କଣ 7 ରୁ 8 ମାସ ବଢିବାକୁ ଲାଗିଛି। ହେଲା 7 ଯେ 8 ମାସ ହୋଇଲା ପ୍ରବେଶ, ହୋଇଲା ପ୍ରବେଶ, ହୋଇଲା ପ୍ରବେଶ, 7 ଯେ 8 ମାସ ହୋଇଲା ପ୍ରବେଶ, ହୋଇଲା ପ୍ରବେଶ, ହୋଇଲା ପ୍ରବେଶ, 9 ଯେ 10 ମାସ ହେଲା, 9 ଯେ 10 ମାସ ହେଲା, ହୋଇଲା କପୁରଣ, ହୋଇଲା କପୁରଣ, ରାଣୀଙ୍କ ଗର୍ଭ ବ୍ୟଥା କଲା, ଗର୍ଭ ଶୂଲା, ବୋଲାରେ ଗର୍ଭ ଶୂଲା। ଆଜ୍ଞା 10 ମାସ 10 ଦିନ ରାଣୀଙ୍କୁ ପଦାର୍ପଣ କରିଛି। 10 ମାସ 10 ଦିନରେ ରାଣୀଙ୍କର ଗର୍ଭରୁ ଆଜ୍ଞା ପୁଅଟିଏ ଜନ୍ମ ହେଲା। ଦାସୀଏ ପୁତ୍ରଟିକୁ ଧରି ଆନନ୍ଦରେ ନାଭି ଛେଦନ କଲେ। ଚନ୍ଦନ କାଠରେ ଅନ୍ତୁଳି ସଜାଇ ପୁଅଟିକୁ ଦୋଳିରେ ଦୋଳାୟନ କରୁଛନ୍ତି। ଆଜ୍ଞା ଦେଖୁ ଦେଖୁ ପୁଅଟିକୁ 6 ଦିନ ପ୍ରବେଶ ହେଲା। 6 ଦିନରେ ହେଇଛି କଣ ଆଜ୍ଞା ଷଷ୍ଠୀ ଦେବୀ ପୁତ୍ର କପାଳରେ ଆୟୁଷ ଲେଖିବା ପାଇଁ ଆସୁଛନ୍ତି।